ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ନାମରେ ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଆଉ ଭଉଣୀମାନଙ୍କୁ ମୋର ପ୍ରେମର ନମସ୍କାର। ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ବାକ୍ୟକୁ ପ୍ରଚାର କରୁଛି ଆଉ ଆପଣମାନେ ସେହି ପ୍ରଚାରକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ ଆଉ ଆଶୀର୍ବାଦ ପାଆନ୍ତୁ। ତ ଆସନ୍ତୁ ଆମ୍ଭେମାନେ ଆଜିର ଶିକ୍ଷାକୁ ଯିବା ଆଉ ଆଜି ଆମେ ଶିକ୍ଷା କରିବା ଲୁକ ଲିଖିତ ସୁସମାଚାର 13 ଅଧ୍ୟାୟର 23 ଆଉ 24 ପଦର ପ୍ରକୃତ ଶିକ୍ଷା କ'ଣ ସେଇଟାକୁ ଆଜି ଆମେ ପାଠ କରିକି ଶିକ୍ଷା କରିବା। ଲୁକ ଲିଖିତ ସୁସମାଚାର 13 ଅଧ୍ୟାୟର 23 ଆଉ 24 ପଦର ଏମିତି ଲେଖା ହେଇଛି, ଆଉ ଜଣେ ତାହାଙ୍କୁ କହିଲେ, ପ୍ରଭୁ, ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କ'ଣ ଅଳ୍ପ? ସେଥିରେ ସେ ସେମାନଙ୍କୁ କହିଲେ, ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମମାନଙ୍କୁ କହୁଅଛି, ଅନେକେ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ କିନ୍ତୁ ପାରିବେ ନାହିଁ। ତ ଦେଖନ୍ତୁ ମୋହର ପ୍ରିୟର ଭାଇ ଓ ଭଉଣୀମାନେ, ଏହି ଯେଉଁ ଲୁକ ଲିଖିତ ସୁସମାଚାର 13 ଅଧ୍ୟାୟର 23 ଆଉ 24 ଏହି ଦୁଇ ପଦରେ ଯାହା ଲେଖା ହେଇଛି ଯେ ଗୋଟେ ଲୋକ ଆସିକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପଚାରୁଛନ୍ତି ଯେ, ପ୍ରଭୁ, ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କ'ଣ ଅଳ୍ପ? କମ୍ ଲୋକ ପରିତ୍ରାଣ ପାଇବେ, କମ୍ ଲୋକ ଉଦ୍ଧାର ପାଇବେ, କମ୍ ଲୋକ ସ୍ୱର୍ଗକୁ ଯିବେ କି ପ୍ରଭୁ ବୋଲି ଗୋଟେ ଲୋକ ଆସିକି ପ୍ରଭୁଙ୍କୁ କ'ଣ କରୁଛନ୍ତି? ପଚାରୁଛନ୍ତି। ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କ'ଣ ଅଳ୍ପ କି ପ୍ରଭୁ ବୋଲିକି ପଚାରୁଛନ୍ତି। ତ ସେତେବେଳେ ପ୍ରଭୁ ଯୀଶୁ ସେଇ ଲୋକଙ୍କୁ ଉତ୍ତର ଦେଉଛନ୍ତି ନା, ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣ ଅର୍ପଣ କର, କାରଣ ମୁଁ ତୁମମାନଙ୍କୁ କହୁଅଛି, ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ କିନ୍ତୁ ପାରିବେ ନାହିଁ। ବହୁତ ଲୋକ ମୁଁ ମଧ୍ୟ ଉଦ୍ଧାର ପାଇବି, ମୁଁ ମଧ୍ୟ ରକ୍ଷା ପାଇବି, ମୁଁ ମଧ୍ୟ ପରିତ୍ରାଣ ପାଇବି, ମୁଁ ମଧ୍ୟ ସ୍ୱର୍ଗକୁ ଯିବି ବୋଲି ତ ବହୁତ ଲୋକ ଇଚ୍ଛା କରିବେ କିନ୍ତୁ ପାରିବେ ନାହିଁ ବୋଲି ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି। ତା ମାନେ ଏହି ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କରିବାର ଅର୍ଥ କ'ଣ ସେଇଟା ଆମକୁ ଜାଣିବାକୁ ପଡ଼ିବ। ଯେ ପ୍ରକୃତରେ ଏହି ଯେଉଁ ସଂକୀର୍ଣ୍ଣ ଦ୍ୱାର ଦେଇକି ପ୍ରବେଶ କରିବା ପାଇଁ ପ୍ରାଣପଣ କରିବାର ଅର୍ଥ କ'ଣ ସେଇଟା ଆମକୁ ଜାଣିବାକୁ ପଡ଼ିବ। ତେବେ ଯେ ଆମେ କ'ଣ କରିପାରିବା ନା ଏହି ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କରିପାରିବା ଆଉ ପରିତ୍ରାଣ ପାଇପାରିବା। ନ ଜାଣିଲେ ତ ଆମେ ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କରିହେବ ନାହିଁ। ତ ଏଥିପାଇଁ ଆମକୁ ପ୍ରଥମରେ କ'ଣ କରିବା ଦରକାର ନା ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କରିବାକୁ ସଂକୀର୍ଣ୍ଣ ଦ୍ୱାର ବିଷୟରେ ନିହାତି ଜାଣିବା ଦରକାର। ଯେ ସଂକୀର୍ଣ୍ଣ ଦ୍ୱାରର ଅର୍ଥ କ'ଣ? ସଂକୀର୍ଣ୍ଣ ଦ୍ୱାରର ଅର୍ଥ ହେଲା ଏଇଟା ଯେ ଯୀଶୁ ପ୍ରଭୁ ହେଉଛନ୍ତି ସତ୍ୟ ପ୍ରଭୁ। ଏଇଟା ଯୀଶୁ ପ୍ରଭୁଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ନଚେତ ଆମ ନିଜ ନିଜ ଜୀବନର ଶେଷ ପର୍ଯ୍ୟନ୍ତ କ'ଣ କରିବା ଦରକାର? ଆମ ନିଜ ନିଜ ହୃଦୟରେ ଯୀଶୁ ପ୍ରଭୁ ସତ୍ୟ ପ୍ରଭୁ ବୋଲି ବିଶ୍ୱାସ କରୁଥିବା ଦରକାର, ନିଜ ନିଜ ମୁଖରେ ସ୍ୱୀକାର କରୁଥିବା ଦରକାର। ଆଉ ମଧ୍ୟ ଆମର ପ୍ରଭୁ ଈଶ୍ୱରଙ୍କୁ ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଶକ୍ତି ଦେଇ ପ୍ରେମ କରୁଥିବା ଦରକାର। ଆଉ ମଧ୍ୟ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିକି ଜୀବନ ବିତାଉଥିବା ଦରକାର। ଆଉ ମଧ୍ୟ ସବୁ ଅବସ୍ଥାରେ ପ୍ରଭୁ ଯୀଶୁଙ୍କ ନାମରେ ପିତା ଈଶ୍ୱରଙ୍କର ଧନ୍ୟବାଦ ପ୍ରଶଂସା କରିକି ଜୀବନ ବିତାଉଥିବା ଦରକାର। ଆଉ ମଧ୍ୟ ପ୍ରଭୁଙ୍କର ପବିତ୍ର ବାକ୍ୟକୁ ପାଠ କରିକି ଜୀବନ ବିତାଉଥିବା ଦରକାର। ପ୍ରଭୁଙ୍କର ପବିତ୍ର ବାକ୍ୟକୁ ଶୁଣିକି ଜୀବନ ବିତାଉଥିବା ଦରକାର। ପ୍ରଭୁଙ୍କର ପବିତ୍ର ବାକ୍ୟକୁ ଉଚିତ ଉପଯୁକ୍ତ ଆମର ଆତ୍ମାର ପରିତ୍ରାଣ ପାଇଁ ବୁଝିକି ଜୀବନ ବିତାଉଥିବା ଦରକାର। ପ୍ରଭୁଙ୍କର ସମସ୍ତ ପବିତ୍ର ବାକ୍ୟକୁ ପାଳନ କରି ନିଜ ନିଜ ଜୀବନର କାର୍ଯ୍ୟରେ ଲଗେଇକି ଜୀବନ ବିତାଉଥିବା ଦରକାର। ଆଉ ମଧ୍ୟ ପ୍ରଭୁ ଯୀଶୁଙ୍କ ଚରଣ ତଳେ ନିଜ ନିଜକୁ ସମ୍ପୂର୍ଣ୍ଣ ରୂପେ ନତ ନମ୍ର କରୁଥିବା ଦରକାର। ଆଉ ମଧ୍ୟ ପ୍ରଭୁ ଯୀଶୁଙ୍କୁ ନିଜ ନିଜ ହୃଦୟରେ ପବିତ୍ର ରୂପେ ମାନ୍ୟ କରିକି ଜୀବନ ବିତାଉଥିବା ଦରକାର। କି ଆଉ ମଧ୍ୟ ପ୍ରଭୁ ଯୀଶୁଙ୍କର ସମସ୍ତ ବାକ୍ୟକୁ ମନେ ରଖିକି ଜୀବନ ବିତାଉଥିବା ଦରକାର। କି ଆଉ ମଧ୍ୟ ପରସ୍ପରକୁ ଆତ୍ମତୁଲ୍ୟ ପ୍ରେମ କରିକି ଜୀବନ ବିତାଉଥିବା ଦରକାର। ସମସ୍ତଙ୍କୁ ସତ୍ୟ କଥା କହିକି ଜୀବନ ବିତାଉଥିବା ଦରକାର। କି ଆଉ ମଧ୍ୟ ସମସ୍ତଙ୍କ ସହିତ ଶାନ୍ତିରେ ମିଳିମିଶିକି ରହିକି ଜୀବନ ବିତାଉଥିବା ଦରକାର। କି ଆଉ ମଧ୍ୟ ସମସ୍ତ ଲୋକଙ୍କୁ ମୋ ନିଜର ଭାଇ ଆଉ ମୋ ନିଜର ଭଉଣୀ ସଦୃଶ ଦେଖିକି ଜୀବନ ବିତାଉଥିବା ଦରକାର। କି ଆଉ ମଧ୍ୟ ଆମେ ଜଣଙ୍କର ଦୁଃଖରେ ସାହାଯ୍ୟ କରିକି ଜୀବନ ବିତାଉଥିବା ଦରକାର। କି ଆଉ ମଧ୍ୟ ସମସ୍ତଙ୍କୁ ସମାନ ଦେଖିକି ଜୀବନ ବିତାଉଥିବା ଦରକାର। କି ଆଉ ମଧ୍ୟ ଆମର ଶତ୍ରୁକୁ ମଧ୍ୟ ଆମେ ପ୍ରେମ କରିକି ଜୀବନ ବିତାଉଥିବା ଦରକାର। କି ଆଉ ମଧ୍ୟ ଆମର ଅପରାଧୀକୁ ମଧ୍ୟ ଆମେ କ୍ଷମା କରିକି ଜୀବନ ବିତାଉଥିବା ଦରକାର। କି ଆଉ ମଧ୍ୟ ଆମକୁ କେହି ଗାଳି ଦେଲେ ମଧ୍ୟ ଗାଳି ଶୁଣି ସହ ସମ୍ଭାଳ କରିକି ଜୀବନ ବିତାଉଥିବା ଦରକାର।
କି ଆଉ ମଧ୍ୟ ଆମକୁ କି ମାରିଲେ ମଧ୍ୟ ମାଡ଼ ଖାଇକି ମଧ୍ୟ ସହ୍ୟ ସମ୍ଭାଳ କରିକି ଜୀବନ ବିତାଉଥିବା ଦରକାର। କି ଆଉ ମଧ୍ୟ ନିଜ ନିଜକୁ ଅସ୍ୱୀକାର କରି କେବଳ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବଞ୍ଚି ପ୍ରଭୁଙ୍କ ଉଦ୍ଦେଶ୍ୟରେ ମରିବି ବୋଲିକି ନିଷ୍ପତ୍ତି ନେଇକି ଜୀବନ ବିତାଉଥିବା ଦରକାର। ଏମିତି ପ୍ରଭୁ ଆମକୁ ଯାହା ଶିକ୍ଷା ଦେଇଛନ୍ତି, ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁଙ୍କର ବାକ୍ୟର ଅନୁସାରେ ଆମେ ସମ୍ପୂର୍ଣ୍ଣ ରୂପେ ଜୀବନ କାଟିବାଟା ହେଲା ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କରିବାର ଅର୍ଥ ହେଲା ଏଇଟା। କି ଆଉ ମଧ୍ୟ ଏହି ସମସ୍ତ ପ୍ରକାର ପାପରେ ପରିପୂର୍ଣ୍ଣ ପୃଥିବୀରେ ଆମେ ରହିକି ପାପ ନ କରିକି ଜୀବନ କାଟିବାଟା, ମୂର୍ତ୍ତି ପୂଜା କରିବା, ପୃଥିବୀରେ ରହି ଆମେ ମୂର୍ତ୍ତି ପୂଜା ନ କରିକି ଜୀବନ କାଟିବାଟା, ମଣିଷମାନଙ୍କ ରୀତିନୀତି ପାଳନ କରିବା, ପୃଥିବୀରେ ରହିକି ଆମେ ମଣିଷମାନଙ୍କ ରୀତିନୀତି ନ ପାଳନ କରିକି ଜୀବନ କାଟିବାଟା। କି ଆଉ ମଧ୍ୟ ଆମେ ମଲା ପ୍ରାଣୀର ମାଂସ, ରକ୍ତ, ଦେବପ୍ରସାଦ ଏଇସବୁ ଖାଇବା, ପୃଥିବୀରେ ରହି ଆମେ ଏଇସବୁ ଭୋଜନ ନ କରିକି ଜୀବନ ବିତେଇବାଟା। କି ଆଉ ମଧ୍ୟ ରିସା, କ୍ରୋଧ, ଲାଗା, ଯୋଡ଼ା, ମାଡ଼ଗୋଳ, କଳିକଜିଆ ହେବା, ପୃଥିବୀରେ ରହିକି ଆମେ ରିସା, କ୍ରୋଧ, ଲାଗା, ଯୋଡ଼ା, ମାଡ଼ଗୋଳ, କଳିକଜିଆ ନ ହେଇକି ଜୀବନ ବିତେଇବାଟା। କି ଆଉ ମଧ୍ୟ ମିଛ କହିବା, ପୃଥିବୀରେ ରହି ଆମେ ମିଛ ନ କହିକି ଜୀବନ ବିତେଇବାଟା। କି ଆଉ ମଧ୍ୟ ଚୋରି କରିବା, ପୃଥିବୀରେ ରହି ଆମେ ଚୋରି ନ କରି ଜୀବନ ବିତେଇବାଟା। କି ଆଉ ମଧ୍ୟ ଏହି ରୂପ ସଜାଇ ଲାଇନ ମାରୁ ବ୍ୟଭିଚାରୀ ଭେସିଆ କାମ କାର୍ଯ୍ୟ କରିବା, ପୃଥିବୀରେ ରହି ଆମେ ରୂପ ସଜାଇ ଲାଇନ ମାରୁ ବ୍ୟଭିଚାରୀ ଭେସିଆ କାମ କାର୍ଯ୍ୟ ନ କରିକି ଜୀବନ ବିତେଇବାଟା। କି ଆଉ ମଧ୍ୟ ଜାଲାରି ହେବା, ପୃଥିବୀରେ ରହି ଆମେ ଜାଲାରି ନ ହେଇକି ଜୀବନ ବିତେଇବାଟା। କି ଆଉ ମଧ୍ୟ ଏହି ଅହଙ୍କାରୀ ହେବା, ପୃଥିବୀରେ ରହିକି ଆମେ ଅହଙ୍କାରୀ ନ ହେଇକି ଜୀବନ ବିତେଇବାଟା। କି ଆଉ ମଧ୍ୟ ନିଜକୁ ଘମଣ୍ଡ ଗର୍ବ କରିବା, ପୃଥିବୀରେ ରହିକି ଆମେ ନିଜକୁ ଘମଣ୍ଡ ଗର୍ବ ନ କରିକି ଜୀବନ ବିତେଇବାଟା। କି ଆଉ ମଧ୍ୟ ଲୋକମାନଙ୍କୁ ଅଭିଶାପ ଦେବା, ପୃଥିବୀରେ ଆମେ ଲୋକମାନଙ୍କୁ ଅଭିଶାପ ନ ଦେଇକି ଜୀବନ ବିତେଇବାଟା। କି ଆଉ ମଧ୍ୟ ଏହି ଅସାର କଥାବାର୍ତ୍ତା ହେବା, ପୃଥିବୀରେ ରହିକି ଆମେ ଅସାର କଥାବାର୍ତ୍ତା ନ ହେଇକି ଜୀବନ ବିତେଇବାଟା। କି ଆଉ ମଧ୍ୟ ଧନଲୋଭୀ ସ୍ୱାର୍ଥପର ହେବା, ପୃଥିବୀରେ ରହିକି ଆମେ ଧନଲୋଭୀ ସ୍ୱାର୍ଥପର ନ ହେଇକି ଜୀବନ ବିତେଇବାଟା। କି ଆଉ ମଧ୍ୟ ଏଇ ମଦୁଆ ହେବା, ପୃଥିବୀରେ ଆମେ ମଦୁଆ ନ ହେଇକି ଜୀବନ ବିତେଇବାଟା। କି ଆଉ ମଧ୍ୟ ଏଇ ଜୁଆରୀ ହେବା, ପୃଥିବୀରେ ଆମେ ଜୁଆରୀ ନ ହେଇକି ଜୀବନ ବିତେଇବାଟା। କି ଆଉ ମଧ୍ୟ ଗାଞ୍ଜାଇ, ପେଣମସ, ମଦ, ଖୈନି, ପୁଡ଼ିଆ ଏହି ସବୁ ବିକ୍ରି କରିବା, ପୃଥିବୀରେ ଆମେ ବିକ୍ରି ନ କରିକି ଜୀବନ ବିତେଇବାଟା। କି ଆଉ ମଧ୍ୟ ଖୈନି, ପୁଡ଼ିଆ, ବିଡ଼ି, ସିଗାରେଟ ଖାଇବା, ପୃଥିବୀରେ ରହି ଖୈନି, ପୁଡ଼ିଆ, ବିଡ଼ି, ସିଗାରେଟ ନ ଖାଇକି ଜୀବନ ବିତେଇବାଟା। କି ଆଉ ମଧ୍ୟ ସିନେମା, ଡ୍ରାମା, ସିରିଏଲ, ଖେଳ କୁଦ ପ୍ରତି ଆସକ୍ତ ହେବା, ପୃଥିବୀରେ ରହି ଆମେ ସେହି ସିନେମା, ଡ୍ରାମା, ସିରିଏଲ, ଖେଳ କୁଦ ପ୍ରତି ଆସକ୍ତ ନ ହେଇକି ଜୀବନ ବିତେଇବାଟା। କି ଆଉ ମଧ୍ୟ ଆମେ ଏହି ଜଗତରେ ଯେତିକି ଭୁଲ ଭଟକା ଆହୁରି ବି ଅଛି, ଏହି ସବୁ ଜଗତର ଲୋକମାନେ ସବୁ କରୁଛନ୍ତି, ତ ଆମେ ସେମିତି କୌଣସି ଭୁଲରେ ଜୀବନ ନ କାଟିକି ଜୀବନ ବିତେଇବାଟା ହେଲା ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କର ସମସ୍ତ ବାକ୍ୟର ଅନୁସାରେ ଜୀବନ କାଟିବାଟା ହେଲା ସଂକୀର୍ଣ୍ଣ ଦ୍ୱାର ଦେଇକି ପ୍ରବେଶ କରିବାକୁ ପ୍ରାଣପଣ କରିବାର ଅର୍ଥ ହେଲା ଏଇଟା। ତ ଏଇଥିପାଇଁ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଏହି ଲୋକ ଯାହା ପ୍ରଭୁ ଯୀଶୁଙ୍କୁ ପଚାରିଲେ ଯେ ପ୍ରଭୁ ପରିତ୍ରାଣ ପାଇବା ଲୋକମାନଙ୍କର ସଂଖ୍ୟା କ'ଣ ଅଳ୍ପ କି ବୋଲି ପଚାରିଲେ, ତ ସେତେବେଳେ ପ୍ରଭୁ ଯୀଶୁ ସେହି ଲୋକକୁ ଉତ୍ତର ଦେଇକି କହୁଛନ୍ତି ଯେ ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମମାନଙ୍କୁ କହୁଅଛି ଅନେକ ପ୍ରବେଶ କରିବାକୁ ଚେଷ୍ଟା କରିବେ କିନ୍ତୁ ପାରିବେ ନାହିଁ। ତ ଏମିତି ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କର ସମସ୍ତ ପବିତ୍ର ବାକ୍ୟର ଅନୁସାରେ ପରିବର୍ତ୍ତନ ହେଇ ଜୀବନ କାଟି ମୁଁ ମଧ୍ୟ ସ୍ୱର୍ଗକୁ ଯିବି, ମୁଁ ମଧ୍ୟ ଉଦ୍ଧାର ପାଇବି, ମୁଁ ମଧ୍ୟ ଅନନ୍ତ ଜୀବନ ପାଇବି, ମୁଁ ମଧ୍ୟ ଅନନ୍ତ ସୁଖ, ଶାନ୍ତି, ଆନନ୍ଦ, ଖୁସି ଉପଭୋଗ କରିବି। ଏଠି ତ ବହୁତ ଲୋକ ଇଚ୍ଛା କରିବେ କିନ୍ତୁ ପାରିବେ ନାହିଁ। ଏଥିପାଇଁ ବୋଲି ଆମକୁ କ'ଣ କରିବାକୁ ପଡ଼ିବ ନା, ମୁଁ ଯାହା ଆପଣମାନଙ୍କୁ କହିଗଲି ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁଙ୍କର ସମସ୍ତ ବାକ୍ୟର ଅନୁସାରେ ଜୀବନ କାଟିବା ପାଇଁ ବୋଲି ଆମେ ପ୍ରାଣପଣ କରିବା ଦରକାର, କଠିନ ପରିଶ୍ରମ କରିବା ଦରକାର। କାହିଁକି ଏମିତି ଏଇଟାକୁ ଖାମଖିଆଲ ଭାବିକି କି ଆମେ ଯେମିତି ସେମିତି ଖ୍ରୀଷ୍ଟିଆନ ହିଁ ଆମେ ସ୍ୱର୍ଗକୁ ବାହାରିଯିବୁ ବୋଲି ଭାବିଲେ କେବେ ମଧ୍ୟ ହେବ ନାହିଁ। ଆମେ ପ୍ରାର୍ଥନା କଲେ ବି ଖ୍ରୀଷ୍ଟିଆନ ତ ହେଇଗଲି, ପ୍ରାର୍ଥନା କଲେ ବି ସ୍ୱର୍ଗକୁ ଯିବି, ନ କଲେ ବି ସ୍ୱର୍ଗକୁ ଯିବି, ଏମିତି ଭାବି ଖ୍ରୀଷ୍ଟିଆନରେ ସ୍ୱର୍ଗକୁ ଯାଇ ହେବ ନାହିଁ। ଖ୍ରୀଷ୍ଟିଆନ ତ ହେଇଗଲି, ବାଇବଲ ପଢ଼ିଲେ ବି ସ୍ୱର୍ଗକୁ ଯିବି, ବାଇବଲ ନ ପଢ଼ିଲେ ବି ସ୍ୱର୍ଗକୁ ଯିବି, ଏମିତି ଭାବିଲେ ସ୍ୱର୍ଗକୁ ଯାଇ ହେବ ନାହିଁ। ଖ୍ରୀଷ୍ଟିଆନ ତ ହେଇଗଲି, ବାକ୍ୟ ମାନିଲେ ବି ସ୍ୱର୍ଗକୁ ଯିବି, ଆଉ କେତେଟା ବାକ୍ୟ ଅମାନ୍ୟ କଲେ ବି ସ୍ୱର୍ଗକୁ ଯିବି, ଏମିତି ଭାବିଲେ ସ୍ୱର୍ଗକୁ ଯାଇ ହେବ ନାହିଁ। ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲା ପରେ
ପ୍ରଭୁ ଯୀଶୁ ଆମକୁ ଯେତିକି ବି ଶିକ୍ଷା ଦେଇଛନ୍ତି ଏହି ସମସ୍ତ ଶିକ୍ଷାର ଅନୁସାରେ ଆମେ କଠିନ ପରିଶ୍ରମ ପ୍ରାଣପଣ କରି ଜୀବନ ବିତାଇଲେ ଯାଇ ଆମେ ସ୍ୱର୍ଗକୁ ଯାଇପାରିବା। ନହେଲେ ଆମେ ଖାମଖିଆଲି ଯେମିତି ସେମିତି ହେଇକି ମଧ୍ୟ ଖ୍ରୀଷ୍ଟିଆନ ତ ହେଇଗଲି, ଯେମିତି ସେମିତି ହେଇ ଜୀବନ କାଟି ମଧ୍ୟ ମଦୁଆ ହେଇ, ଜାଲାରେ ହେଇ, ମିଥ୍ୟାବାଦୀ ହେଇ, ଚୋର ଫନ୍ଦି ଫଟକାର ଏମିତି କାମ ଦାମ କରି ମଧ୍ୟ କି ଗାଞ୍ଜାଇ ବିକି, ପେଡ଼ମସ ବିକି, ମଦ ବିକି, ଖଇନି ପୁଡ଼ିଆ ଖାଇ ଏଇ ସମସ୍ତ ପ୍ରକାରର ପାପ ଭୁଲରେ ମଧ୍ୟ ଗୋଟେ ଦିଟା ଅବହେଳାରେ ଏମିତି ଜୀବନ କାଟିଲେ ମଧ୍ୟ ମୁଁ ବାହାରିଯିବି, ମୁଁ ଉଦ୍ଧାର ପାଇଯିବି, ସ୍ୱର୍ଗକୁ ବାହାରିଯିବି ବୋଲି ଭାବିବାଟା ସମ୍ପୂର୍ଣ୍ଣ ଭୁଲ। ଏଇଟା ଏମିତି ହେଇକି କୌଣସି ଲୋକ ଏତେ ଖରାପ କାମ କରିକି କୌଣସି ଲୋକ ସ୍ୱର୍ଗକୁ ଯାଇ ହେବ ନାହିଁ। ତ ଏଥିପାଇଁ ଆମକୁ କଣ କରିବାକୁ ପଡିବ ନା ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲା ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସମସ୍ତ ପବିତ୍ର ବାକ୍ୟର ଅନୁସାରେ ଜୀବନ କାଟିବା ପାଇଁ ବୋଲି ପ୍ରାଣପଣ କରିବା ଦରକାର, କଠିନ ପରିଶ୍ରମ କରିବା ଦରକାର। ତେବେ ଯାଇ ଆମେ ଉଦ୍ଧାର ପାଇ ହେବ ବା ତେବେ ଯାଇ ଆମେ ସ୍ୱର୍ଗ ରାଜ୍ୟକୁ ଯାଇ ହେବ। ଯେମିତି ଉଦାହରଣ ସ୍ୱରୂପ ନୋହଙ୍କ ସମୟରେ ପୃଥିବୀ ସାରା ମଣିଷ ଥିଲେ, ମାତ୍ର ଏହି ପାପରେ ପରିପୂର୍ଣ୍ଣ ପୃଥିବୀରେ ସମସ୍ତ ଲୋକମାନେ କଣ ହେଲେ ନା ସେହି ପାପରେ ଜୀବନ ବିତାଇକି ଈଶ୍ୱରଙ୍କ ଦୃଷ୍ଟିରେ ସମ୍ପୂର୍ଣ୍ଣ ଖରାପ ଲୋକ ହେଇକି ଦେଖାଗଲେ। ପ୍ରଭୁଙ୍କର ବାକ୍ୟ ମାନେ ପ୍ରଭୁଙ୍କର ମନ ପସନ୍ଦର ଲୋକ ହେଇ ଦେଖାଯାଇ ପାରିଲେ ନାହିଁ। ସେଥିପାଇଁ ବୋଲି ସମସ୍ତେ କଣ ହେଇଗଲେ, 40 ଦିନ ଆଉ 40 ରାତ୍ରି ବର୍ଷାରେ ସମସ୍ତେ ମରିଗଲେ। କେବଳ 8 ଜଣ ତାଇଁରୁ ଉଦ୍ଧାର ପାଇଲେ, ନୋହ ପ୍ଲସ୍ ନୋହର ପରିବାର। ତ ଭାବି ଦେଖନ୍ତୁ, ଏତେ ଖରାପ ପୃଥିବୀରେ ରହିକି ପ୍ରଭୁଙ୍କର ମନ ପସନ୍ଦର ଲୋକ ହେଇ ଉଦ୍ଧାର ପାଇବାଟା ମାନେ କେତେ କଠିନ ପରିଶ୍ରମ କରିବା ଦରକାର, କେତେ ପ୍ରାଣପଣ କରିବା ଦରକାର। ଟୋଟାଲି ପୃଥିବୀରେ ଏତେ ଲୋକ, ଅସଂଖ୍ୟ ଲୋକମାନଙ୍କ ମଧ୍ୟରେ ଯଦି କେବଳ 8 ଜଣ ଉଦ୍ଧାର ପାଉଛନ୍ତି, 8 ଜଣ ରକ୍ଷା ପାଉଛନ୍ତି, ଆଉ ସମସ୍ତେ ଯଦି ବିନାଶ ହେଇଯାଉଛନ୍ତି, ସମସ୍ତେ ଯଦି ମରିଯାଉଛନ୍ତି, ତାମାନେ ଭାବି ଦେଖିବା କଥା, ଆମେ ସମସ୍ତେ ଟିକେ ଚିନ୍ତା କରି ଦେଖିବା କଥା ଯେ ପ୍ରକୃତରେ ଏତେ ଖରାପ ପୃଥିବୀରେ ରହିକି ମୁଁ ଯଦି ଖାମଖିଆଲିରେ ଯେମିତି ସେମିତି ଖ୍ରୀଷ୍ଟିଆନ ଯଦି ଉଦ୍ଧାର ପାଇଯିବି ବୋଲି ଯଦି ଇଚ୍ଛା କରୁଛି, ତାହେଲେ ତ କେବେ ବି ସମ୍ଭବ ନୁହେଁ। ଏମିତିରେ ତ କେବେ ଉଦ୍ଧାର ପାଇ ହେବ ନାହିଁ। ତ ମୁଁ କେତେ କଠିନ ପରିଶ୍ରମ କରିବା ଦରକାର ଉଦ୍ଧାର ପାଇବା ପାଇଁ, ମୁଁ କେତେ ପ୍ରାଣପଣ କରିବା ଦରକାର ରକ୍ଷା ପାଇବା ପାଇଁ। ଏଇଟା ଆମେ ସମସ୍ତେ ନିଜ ନିଜକୁ ଟିକେ ଭଲ ଭାବରେ ଚିନ୍ତା କରି ଦେଖିବା ଦରକାର। କି ଆଉ ମଧ୍ୟ ସେହି ଉଦାହରଣ ସ୍ୱରୂପ ଆକା ଯାହା ମଶାଙ୍କ ସମୟର କଥା, ମିଶର ଦେଶରୁ ମଶା ଏତେ ଇସ୍ରାଏଲ ଲୋକମାନଙ୍କୁ ବାହାର କଲେ, ଯାହା ଖାଲି ବିବାହିତ ପୁରୁଷ ମାନଙ୍କର ସଂଖ୍ୟା ଏକା ଦିଆଯାଇଛି। ଯାତ୍ରା ପୁସ୍ତକ 12 ଅଧ୍ୟାୟର 37 ପଦରେ ଲେଖା ହେଇଛି ଯେ ଖାଲି ବିବାହିତ ପୁରୁଷ ମାନଙ୍କର ସଂଖ୍ୟା ଏକା ଲେଖା ହେଇଛି 6 ଲକ୍ଷ ପୁରୁଷ ଥିଲେ ବୋଲି। ତାମାନେ ତାଙ୍କର ପୁଅ ଝିଅ କେତେଟା ଥିବେ, ତାଙ୍କର ସ୍ତ୍ରୀ କେତେଟା ଥିବେ, ଟିକେ ଚିନ୍ତା କରି ଦେଖନ୍ତୁ। ଖାଲି ଯଦି ପୁରୁଷ ମାନଙ୍କର କଥା ଯଦି ଲେଖା ହେଇଛି 6 ଲକ୍ଷ ପୁରୁଷ, ଯାହା ଯାତ୍ରା ପୁସ୍ତକ 12 ଅଧ୍ୟାୟ 37 ପଦରେ ଏମିତି ଲେଖା ହେଇଛି, ଅନନ୍ତର ଇସ୍ରାଏଲ ସନ୍ତାନ ମାନେ ବାଲକ ଛଡା ପ୍ରାୟ 6 ଲକ୍ଷ ପୁରୁଷ ପାଦ ଗତିରେ ରାମିସେସ ଠାରୁ ସୁକୋତକୁ ଯାତ୍ରା କଲେ। ତ ଦେଖନ୍ତୁ ମୋର ପ୍ରିୟ ଭାଇ ଓ ଭଉଣୀ ମାନେ, ଏଠି ଖାଲି ପୁରୁଷ ମାନଙ୍କର ସଂଖ୍ୟା ଦିଆଯାଇଛି, ବାଳକ ମାନଙ୍କର ସଂଖ୍ୟା ଆସିନାହିଁ, ସ୍ତ୍ରୀ ମାନଙ୍କର ସଂଖ୍ୟା ଆସିନାହିଁ, ଖାଲି ପୁରୁଷ ମାନଙ୍କର ସଂଖ୍ୟା ଦିଆଯାଇଛି 6 ଲକ୍ଷ। ତ ଟିକେ ଚିନ୍ତା କରି ଦେଖନ୍ତୁ, ଏତେ ଲୋକମାନଙ୍କ ଭିତରେ କେବଳ 2 ଜଣ ଆକା କିଣାନ ଦେଶକୁ ବା ପ୍ରତିଜ୍ଞାର ଦେଶକୁ ଯାଇପାରିଲା। ବାକି ସମସ୍ତେ କଣ ହେଇଗଲେ, ଅଧା ରାସ୍ତାରେ ଯାହା ପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ସେମିତିକା କାମ କାର୍ଯ୍ୟ କରିକି ସମସ୍ତେ ଅଧା ରାସ୍ତାରେ ବିନଷ୍ଟ ହେଇଗଲେ। ତ ଏଥିପାଇଁ ମୋର ପ୍ରିୟ ଭାଇ ଓ ଭଉଣୀ ମାନେ, ଯାହା ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ଲୋକଙ୍କୁ କହିଲେ ଯେ ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ଅନେକ ପ୍ରବେଶ କରିବାକୁ ଚେଷ୍ଟା କରିବେ କିନ୍ତୁ ପାରିବେ ନାହିଁ ବୋଲି। ତ ଏଇଟା ବାସ୍ତବିକ କଥା। ଏତେ ଖରାପ ପୃଥିବୀରେ ରହିକି, ପାପରେ ପରିପୂର୍ଣ୍ଣ ପୃଥିବୀରେ ରହିକି ଗୋଟେ ଲୋକ ଯେ ପ୍ରଭୁଙ୍କର ମନ ପସନ୍ଦର ଲୋକ ହେଇକି ଉଦ୍ଧାର ପାଇକି ସ୍ୱର୍ଗକୁ ଯିବାଟା, ପରିତ୍ରାଣ ପାଇକି ସ୍ୱର୍ଗକୁ ଯିବାଟା, ଏଇଟା କୌଣସି ପ୍ରକାରର ଖାମଖିଆଲି ଭାବିକି ଯେମିତି ସେମିତି ଖ୍ରୀଷ୍ଟିଆନ ହେଇକି ମୁଁ ରକ୍ଷା ପାଇଯିବି ବୋଲେ କେବେ ବି ସମ୍ଭବ ନାହିଁ ଏଇଟା। ଏଥିପାଇଁ ମୋର ପ୍ରିୟ ଭାଇ ଓ ଭଉଣୀ ମାନେ, ଏହି ଲୁକ ଲିଖିତ ସୁସମାଚାର 13 ଅଧ୍ୟାୟର 23-24 ଯାହା ଆମେ ଶିକ୍ଷା କଲୁ ଯେ ପ୍ରକୃତରେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି
ପ୍ରଭୁ ଯୀଶୁଙ୍କର ସମସ୍ତ ବାକ୍ୟ ପାଳନ କରିକି ବା ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କରିବା ଦରକାର। ବହୁତ କଠିନ ପରିଶ୍ରମ କରିବା ଦରକାର। ଖାମଖିଆଲି ଯେମିତି ସେମିତି ହେଇକି ଆମେ କେବେ ମଧ୍ୟ ଉଦ୍ଧାର ପାଇହେବ ନାହିଁ। ତ ସେଥିପାଇଁ ଆସନ୍ତୁ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଲୁକ ଲିଖିତ ସୁସମାଚାର 13 ଅଧ୍ୟାୟର 23 ଆଉ 24 ଏହାର ପ୍ରକୃତ ଶିକ୍ଷା କ'ଣ? ଆପଣମାନଙ୍କ ନିକଟରେ ମୁଁ ଏଇଟା ସମ୍ପୂର୍ଣ୍ଣ ରୂପେ ପ୍ରଚାର କରିଛି। ଆଉ ଏଇଟାକୁ ଆପଣମାନେ ସମସ୍ତେ ଏହି ଶିକ୍ଷା ଶୁଣିଲା ପରେ ନିଜ ନିଜକୁ ପରୀକ୍ଷା ନିରୀକ୍ଷା କରିକି ଦେଖନ୍ତୁ ଯେ ପ୍ରକୃତରେ ମୁଁ କ'ଣ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କର ସମସ୍ତ ବାକ୍ୟର ଅନୁସାରେ ଏହି ପୃଥିବୀରେ ରହିକି କ'ଣ ପ୍ରାଣପଣ କରିକି ପ୍ରଭୁଙ୍କର ବାକ୍ୟ ଅନୁସାରେ ଜୀବନ କାଟିବାକୁ ପ୍ରାଣପଣ କରି ଚାଲୁଛି କି? ଏଇଟା ସମସ୍ତେ ନିଜ ନିଜକୁ ପରୀକ୍ଷା କରିବା। ନା କ'ଣ ପ୍ରଭୁଙ୍କୁ ବିଶ୍ୱାସୀନ ନା କରିଦେଲି ଖାମଖିଆଲ ଆଜି ମଧ୍ୟ ରହିଯାଇଛି, ଯେମିତି ସେମିତି ଖ୍ରୀଷ୍ଟିଆନ ହେଇ ରହିଯାଇଛି। ଏଇଟା ସମସ୍ତେ ନିଜ ନିଜକୁ ଆମେ ଟିକେ ପଚାରିବା ଯେ ପ୍ରକୃତରେ ମୁଁ କୋଉ ଟାଇପର ଖ୍ରୀଷ୍ଟିଆନ ହେଇଛି, ମୋର ଖ୍ରୀଷ୍ଟିଆନ ଜୀବନ କେମିତି ବିତୁଛି। ସମସ୍ତେ ନିଜ ନିଜକୁ ପଚାରିବା, ସମସ୍ତେ ନିଜ ନିଜକୁ ପରୀକ୍ଷା ନିରୀକ୍ଷା କରିବା। ଯଦି ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁ ଯୀଶୁ ଆଉ ପ୍ରଭୁ ଯୀଶୁଙ୍କର ଶିଷ୍ୟମାନେ ଯେତିକି ପ୍ରଚାର କରିଛନ୍ତି ଆମ ସମସ୍ତଙ୍କର ପରିତ୍ରାଣ ନିମନ୍ତେ, ଆମ ସମସ୍ତଙ୍କର ଉଦ୍ଧାର ନିମନ୍ତେ, ସେ ସମସ୍ତ ଶିକ୍ଷାର ଅନୁସାରେ ଯଦି ପ୍ରାଣପଣ କରି ଆଜି ବି ଯଦି ଠିକଠାକରେ ଜୀବନ ବିତଉଛୁ ତାହେଲେ ତ ବହୁତ ଭଲ କଥା। ଆଉ ସେଇ ଅନୁସାରେ ଜୀବନ ନ କାଟି ଯଦି ପ୍ରଭୁଙ୍କର ବାକ୍ୟର ଅନୁସାରେ ଯଦି ଆମେ ଜୀବନ ନ କାଟିକି ଯଦି ଆମେ ଯେମିତି ସେମିତି ଖ୍ରୀଷ୍ଟିଆନ ହେଇଯାଇଛୁ, ଆମେ ଯଦି ଖାମଖିଆଲି ଖ୍ରୀଷ୍ଟିଆନ ହେଇଯାଇଛୁ, ତାହେଲେ କେବେ ମଧ୍ୟ ଉଦ୍ଧାର ପାଇ ହେବ ନାହିଁ। ଆଜି ମଧ୍ୟ ଆମେ ସମସ୍ତେ ନିଜ ନିଜକୁ ପରୀକ୍ଷା କରିବା, ନିଜ ନିଜକୁ ବିଚାର କରିବା ଯେ ପ୍ରକୃତରେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁଙ୍କର ବାକ୍ୟର ଅନୁସାରେ ପ୍ରାଣପଣ କରି ଜୀବନ କାଟୁଛି, ନା ମୁଁ କିଛି ଖାମଖିଆଲି ଖ୍ରୀଷ୍ଟିଆନ ହେଇଯାଇଛି, ନା ଯେମିତି ସେମିତି ଖ୍ରୀଷ୍ଟିଆନ ମୁଁ ଉଦ୍ଧାର ପାଇବାକୁ ଇଚ୍ଛା କରୁଛି। ତ ଯଦି ଆମେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁଙ୍କର ବାକ୍ୟ ଅନୁସାରେ ଜୀବନ କାଟିକି ସମ୍ପୂର୍ଣ୍ଣ ପ୍ରାଣପଣ କରି ଚାଲୁଛୁ, ତାହେଲେ ତ ବହୁତ ଭଲ ଅଛି। ଏମିତି ନିଜ ନିଜ ଜୀବନ ଶେଷ ପର୍ଯ୍ୟନ୍ତ ଚାଲିକି ଉଦ୍ଧାର ପାଇ ସ୍ୱର୍ଗକୁ ଯିବା। ଆଉ ଯଦି ସେମିତି ନୁହେଁ, ଯଦି ଆମେ ଖାମଖିଆଲି ଯେମିତି ସେମିତି ଯଦି ଖ୍ରୀଷ୍ଟିଆନ ହେଇଯାଇଛୁ, ତାହେଲେ ଆଜି ବି ଆମର ପାଖରେ ସମୟ ସୁଯୋଗ ଅଛି। এই ବାକ୍ୟକୁ ଶୁଣିଲା ପରେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ପ୍ରଭୁ ଯୀଶୁଙ୍କର ସମସ୍ତ ବାକ୍ୟ ପାଳନ କରି ପ୍ରଭୁଙ୍କର ସମସ୍ତ ବାକ୍ୟର ଅନୁସାରେ ପରିବର୍ତ୍ତନ ହେଇ ଜୀବନ କାଟିବାକୁ ପ୍ରାଣପଣ କରି ଚାଲିବା ଆଉ ଉଦ୍ଧାର ପାଇ ସ୍ୱର୍ଗକୁ ଯିବା। ଏହି ସମସ୍ତ ବାକ୍ୟ ଦେଇ ପ୍ରଭୁ ଯୀଶୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ପ୍ରଭୁ ଯୀଶୁଙ୍କ ଦୟା, ଅନୁଗ୍ରହ, ପ୍ରେମ, ଶାନ୍ତି ଆମ ସମସ୍ତଙ୍କର ସହବର୍ତ୍ତୀ ହେଉ। ଆମେନ୍।